ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନସ୍ଥ ଶୁକ୍ରବାର ଦିନ 10 ଘଟିକା ସମୟରେ ଜଳେଶ୍ୱର ପୋଲିସ ସହରର ଉପକଣ୍ଠକୁ ଜଳେଶ୍ୱର NH 60 ରାଜଘାଟ ବ୍ରିଜ ପୂର୍ବରୁ ଏକ ଧଳା ରଙ୍ଗର ଚାରିଚକିଆ ଗାଡ଼ି ଯାହାର ନମ୍ବର OD 02BB 7314ରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅଞ୍ଚଳର 5 ଜଣ ଯୁବକ ଜଳେଶ୍ୱର ଥାନା ଅଞ୍ଚଳରୁ ବାହାରି ଭଦ୍ରକ ଯାଉଥିବା ସମୟରେ ଜଳେଶ୍ୱର ପୋଲିସ ଅଟକ ରଖି ସେମାନଙ୍କୁ ଯାଞ୍ଚ କରିଥିଲେ। ସେମାନଙ୍କ ପକ୍ଷରୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ ହୋଇଥିଲା। ସୂଚନାରୁ ପ୍ରକାଶ ଯେ ବ୍ରାଉନ୍ ସୁଗାର କାରବାର କିଛି ବର୍ଷ ଆଗରୁ ରାଜ୍ୟର ଅଧା ବ୍ରାଉନ୍ ସୁଗାର କାରବାର ଜଳେଶ୍ୱରରୁ ହିଁ ନିୟନ୍ତ୍ରଣ ହେଉଥିଲା। ହେଲେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ପରେ କିଛି ମାତ୍ରାରେ ବର୍ତ୍ତି ପାରିଥିଲା ଜଳେଶ୍ୱର। ଗତ 3 ରୁ 4 ମାସ ହେବ ପୁଣି ଏଠାରେ ବ୍ରାଉନ୍ ସୁଗାର ରାକେଟ୍ ପୁରା ଦମରେ ସକ୍ରିୟ ହୋଇପଡ଼ିଛି। ଖାସ୍ କରି ଖୋର୍ଦ୍ଧା, ଭୁବନେଶ୍ୱର, ଭଦ୍ରକ ଅଞ୍ଚଳରୁ ଆସୁଥିବା ବେପାରୀଙ୍କ ଗାଡ଼ି ଏବେ ଜଳେଶ୍ୱର ଅଞ୍ଚଳରେ ଭିଡ଼ ଲାଗୁଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଆସିବା ପୂର୍ବରୁ ହ୍ୱାଟ୍ସଆପ୍ କଲ୍ରେ ପୁରା ମୁଲଚାଲ ହେଉଛି। ଡିଲରର ପୁଡ଼ିଆ କେତେ ପରିମାଣରେ କେଉଁଠିକୁ ଯିବ, କେଉଁ ରୁଟ୍ରେ ସହଜରେ ପୋଲିସ ଆଖିରେ ଧୂଳି ଦେଇ ଯାଇହେବ ସେସବୁ ହ୍ୱାଟ୍ସଆପ୍ କଲ୍, ଟେଲିଗ୍ରାମ ଚାଟ୍ରେ ସ୍ଥିର ହେଉଛି। ତେବେ ଏସବୁ ଚ୍ୟାଲେଞ୍ଜ କରି ଜଳେଶ୍ୱର ପୋଲିସ କିଛି ଦିନ ହେବ ବ୍ରାଉନ୍ ସୁଗାର ଡିଲରଙ୍କୁ ଧରିବା ପାଇଁ ବହୁ ପ୍ରକାର ଜାଲ ବିଛାଇ ବହୁ ଅପରାଧୀକୁ ଧରି ଜେଲକୁ ପଠାଇଛି। ସେହିପରି ଆଜି ମଧ୍ୟ 10 ଦିନ ଘଟିକାରେ ଜଳେଶ୍ୱର ଥାନାର ସବ୍ ଇନ୍ସପେକ୍ଟର ଚିରଞ୍ଜୀବ ରାଉତଙ୍କ ନେତୃତ୍ୱରେ SI ଲମ୍ବୁଧର ମୁର୍ମୁ, ସୃଷ୍ଟିଧର ବେହେରାଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସହରର ଉପକଣ୍ଠ ଜଳେଶ୍ୱର NH 60 ରାଜଘାଟ ବ୍ରିଜ ପୂର୍ବରୁ ଏକ ଧଳା ରଙ୍ଗର ଚାରିଚକିଆ ଗାଡ଼ି ଯାହାର ନମ୍ବର OD 02BB 7314ରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅଞ୍ଚଳର 5 ଜଣ ଯୁବକଙ୍କୁ ଧରି କରି ଜଳେଶ୍ୱର ଥାନାକୁ ଅଣାଯାଇ ତାଙ୍କ ପାଖରୁ 265 ଗ୍ରାମର ବ୍ରାଉନ୍ ସୁଗାର, 5ଟି ମୋବାଇଲ ଫୋନ୍ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ପ୍ରତାପ ଚରଣ ରାଉତ ବୟସ 41, ସୁମନ୍ତ ଦାସ ବୟସ 28, ବିପିନ ବେହେରା ବୟସ 30, ରାକେଶ ଜେନା ବୟସ 25 ଓ ବିଶ୍ୱବିଜୟ ମହାପାତ୍ର ବୟସ 30କୁ 574 ନମ୍ବରର କେସ୍ ମୂଳେ ଗିରଫ କରି ଜେଲ୍ ହାଜତକୁ ଜଳେଶ୍ୱର ପୋଲିସ ପଠାଇଛନ୍ତି। ଜଳେଶ୍ୱରରୁ ମନୋଜ କୁମାର ଭୂୟାଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।